ଅନେକ ଲୋକଙ୍କୁ ଏନର୍ଜି ଡ୍ରିଙ୍କ ପିଇବା ପସନ୍ଦ ହୋଇଥାଏ। କିଛି ବ୍ୟକ୍ତି ଏହାକୁ ପ୍ରତିଦିନ ପିଇଥାନ୍ତି। ଅନେକ ଲୋକ ଭାବନ୍ତି ଏହା ପିଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବ, କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଏହାକୁ ଭୁଲ ପ୍ରମାଣିତ କରିଛି। ଏନର୍ଜି ଡ୍ରିଙ୍କ ନିଦ୍ରାହୀନତାର କାରଣ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଏନର୍ଜି ଡ୍ରିଙ୍କରେ ଅଧିକ ମାତ୍ରାରେ କ୍ୟାଫେନ୍ ରହିଥାଏ, ତେଣୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ବୋଲି ସମସ୍ତେ ଭାବନ୍ତି, କିନ୍ତୁ ଏହାକୁ ଭୁଲ ବୋଲି ଦର୍ଶାଇଛନ୍ତି ବୈଜ୍ଞାନିକ। ଅନୁସନ୍ଧାନକାରୀମାନେ 18ରୁ 35 ବର୍ଷ ବୟସର କିଛି ଛାତ୍ରଛାତ୍ରୀଙ୍କର ତଥ୍ୟ ସଂଗ୍ରହ କରି ଅନୁଧ୍ୟାନ କରିଥିଲେ। ସେମାନେ କେତେ ପରିମାଣର ଏନର୍ଜି ଡ୍ରିଙ୍କ ପିଉଥିଲେ ଏବଂ କେତେ ମାତ୍ରାରେ ନିଦ୍ରା ପ୍ରଭାବିତ ହୋଇଥିଲେ ସେ ନେଇ ଏକ ତଥ୍ୟ ହାସଲ କରାଯାଇଥିଲା। ତେବେ ଅନୁସନ୍ଧାନର ଫଳାଫଳ ଆଶ୍ଚର୍ଯ୍ୟଜନକ ରହିଥିଲା। ଯେଉଁ ଛାତ୍ରଛାତ୍ରୀମାନେ ପ୍ରତିଦିନ ଏନର୍ଜି ଡ୍ରିଙ୍କ ପିଉଥିଲେ ସେମାନଙ୍କଠାରେ ଶୋଇବାରେ ଅନିୟମିତତା, କମ୍ ସମୟ ଶୋଇବା ଭଳି ସମସ୍ୟା ଦେଖାଯାଉଥିଲା। ଯେତେ ଅଧିକ ଏନର୍ଜି ଡ୍ରିଙ୍କ ପିଉଥିଲେ ସେତେ ଅଧିକ ପରିମାଣରେ ନିଦ୍ରାହୀନତା ସମସ୍ୟା ଦେଖାଯାଉଥିଲା। ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଏନର୍ଜି ଡ୍ରିଙ୍କରେ ଥିବା କ୍ୟାଫେନ୍ ଏବଂ ଅନ୍ୟାନ୍ୟ ଉତ୍ତେଜକ ନିଦ୍ରାରେ ବାଧା ଦେଇଥାଏ। ଏହା ମସ୍ତିଷ୍କରେ ଏଡିନୋସିନ୍‌ର ପ୍ରଭାବକୁ ଅବରୋଧ କରିଥାଏ, ଯାହାର ପ୍ରଭାବ ନିଦ ଉପରେ ପଡ଼ିଥାଏ। ତେଣୁ ଯେଉଁମାନେ ଏନର୍ଜି ଡ୍ରିଙ୍କ ପିଉଛନ୍ତି ସେମାନଙ୍କୁ ନିଦ୍ରାରେ ସମସ୍ୟା ହୋଇଥାଏ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀମାନେ ଏନର୍ଜି ଡ୍ରିଙ୍କ ପିଉଛନ୍ତି ସେମାନଙ୍କୁ ନିଦ୍ରାହୀନତାର ସମ୍ଭାବନା ଅଧିକ। ଅନିଦ୍ରା ଏକ ଗୁରୁତର ନିଦ୍ରା ବ୍ୟାଧି ଯାହା ଧ୍ୟାନ, ସ୍ମୃତି, ମନୋବଳ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବାର ସମ୍ଭାବନା ଅଧିକ ରହିଥାଏ। ଏହି ଅଧ୍ୟୟନର ଫଳାଫଳ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଚେତାବନୀ ବୋଲି କୁହାଯାଇପାରେ। ଏନର୍ଜି ଡ୍ରିଙ୍କ ପିଇବା ଦ୍ୱାରା ଅସ୍ଥାୟୀ ଭାବେ ଶରୀରକୁ ଶକ୍ତି ଯୋଗାଇଥାଏ, କିନ୍ତୁ ଦୀର୍ଘ ସମୟ ଧରି ପିଇବା ଦ୍ୱାରା ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ବୋଲି ରିସର୍ଚ୍ଚରେ ଦର୍ଶାଯାଇଛି।